ଖରା ଗରମରେ ପାଟିକୁ ଅରୁଚି ଲାଗିଲେ କିମ୍ବା ମିଠା ଆଉ ପିଠା ଖାଇ ବିରକ୍ତ ଲାଗିଲେ ଲାଉର ଏଇ ସୁଆଦିଆ ତରକାରୀ ବନାନ୍ତୁ। ଦେଖିବେ ଭାତ କେତେବେଳେ ସରିଯିବ ନିଜେ ବି ଜାଣିପାରିବେ ନାହିଁ। ରେସିପି ପସନ୍ଦ ଆସିଲେ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନର ଅଲ୍ ଅପସନରେ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଲାଉର এই ସୁଆଦିଆ ତରକାରୀ ବନେଇବା ପାଇଁ ଏଠି ମୁଁ ନେଇଛି 600 ଗ୍ରାମର ଲମ୍ବା କଷି ଲାଉ। ଆପଣମାନେ ଗୋଲ ଲାଉ ବି ନେଇପାରିବେ। ପ୍ରଥମେ ଲାଉରୁ ଚୋପା ବାହାର କରିବା, ତାପରେ ଦୁଇପଟ ସାଇଡ୍ରୁ ଅଳ୍ପ ଅଳ୍ପ କାଟିବା, ମଝିରୁ ଦୁଇ ଫାଳ କରି କାଟି ନେବା, ତାପରେ ଟିକେ ବଡ଼ ପିସେସରେ କାଟିବା। ବେଶୀ ଛୋଟ କରିବା ଦରକାର ନାହିଁ। ଦର୍ଶକ ବନ୍ଧୁ, ଆପଣମାନେ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ଦୟାକରି କମେଣ୍ଟସ୍ କରି ଜଣାଇବେ, ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। ଆଉ ରେସିପି କେମିତି ଲାଗିଲା ନିହାତି ଗୋଟେ କମେଣ୍ଟସ୍ କରି ଜଣାଇବେ। ଆପଣମାନଙ୍କର ମୂଲ୍ୟବାନ କମେଣ୍ଟସ୍ ପଢ଼ିଲେ କାମ କରିବା ପାଇଁ ବହୁତ ପଜିଟିଭ୍ ମୋଟିଭେସନ୍ ମିଳେ। ଏବେ ଚାଲନ୍ତୁ ଗ୍ୟାସ୍ ଉପରେ କଢ଼େଇ ବସାଇବା। କଢ଼େଇରେ 1 ଲିଟର ପାଖାପାଖି ପାଣି ଦେବା। ପାଣିରେ ଲାଉକୁ ଦେଖି ସ୍ୱାଦ ଅନୁସାରେ ଲୁଣ, ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା। ଗ୍ୟାସ୍ର ଫ୍ଲେମ୍ ହାଇ ରଖି କଭର କରିବା। ପାଣି ବହୁତ ଜଲ୍ଦି ଫୁଟିଯିବ। ପାଣି ଭଲ ଭାବରେ ଫୁଟି ଆସିଲେ ଆମେ କାଟି ରଖିଥିବା ଲାଉକୁ ଦେବା। ଲାଉ ଦେଇସାରିବା ପରେ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖିବା। କଭର କରି ଲାଉକୁ 8ରୁ 10 ମିନିଟ୍ ପର୍ଯ୍ୟନ୍ତ ସିଝେଇବା। ଲାଉ ସିଝିବା ଭିତରେ ଚାଲନ୍ତୁ ତରକାରୀ ପାଇଁ ସ୍ପେଶାଲ ମସଲା ବନେଇବା। ହେମଦସ୍ତା ନେବା, 1 ଛୋଟ ଚାମଚ କଞ୍ଚା ଧଣିଆ ଦେବା, ଅଧା ଛୋଟ ଚାମଚ କଞ୍ଚା ଜିରା। ଆପଣମାନଙ୍କ ପାଖରେ ଗୋଲମରିଚ ଥିଲେ 8-10ଟି ଦେବେ, ମୁଁ ଦେବା ଲାଗି ଭୁଲି ଯାଇଥିଲି। ପ୍ରଥମେ ଜିରା ଧଣିଆକୁ ଟିକେ ଖଦଡ଼ କରି ଗୁଣ୍ଡ କରିବା। ତାପରେ ତରକାରୀରେ ରାଗ ପାଇଁ 1 କଞ୍ଚା ଲଙ୍କା, 3-4ଟି ରସୁଣ, 10ରୁ 15ଟି ଭୃଷଙ୍ଗ ପତ୍ର ଦେଇ ସବୁ ଜିନିଷକୁ ଛେଚିବା। ଛେଚିବା ସମୟରେ ମସଲାକୁ ଟିକେ ଖଦଡ଼ ରଖି ଛେଚିବେ, ତାହେଲେ ମସଲାର ବାସ୍ନା ତରକାରୀରେ ବହୁତ ବଢ଼ିଆ ଆସିବ। ମସଲାକୁ ଏତିକି ଖଦଡ଼ ରଖି ଛେଚିବେ। ଏବେ ଆମ ରେଡ଼ି ହେଇଗଲା ଆଜିର ତରକାରୀ ପାଇଁ ସ୍ପେଶାଲ ମସଲା। ଏବେ ଚାଲନ୍ତୁ ଆଉ ଗୋଟେ କାମ କରିବା। ଗୋଟେ ଗିନାରେ ଅଳ୍ପ ତେନ୍ତୁଳି ନେବା। ଏଠି ମୁଁ 30 ଗ୍ରାମ ପାଖାପାଖି ତେନ୍ତୁଳି ନେଇଛି। 600 ଗ୍ରାମ ଲାଉ ପାଇଁ 30 ଗ୍ରାମର ତେନ୍ତୁଳି ଖଟା ପରଫେକ୍ଟ ହେଇଥିଲା। ଆପଣଙ୍କର ତେନ୍ତୁଳି କେତେ ଖଟା ଅଛି ସେହି ହିସାବରେ କମ ବେଶୀ କରି ନେବେ। ତେନ୍ତୁଳିରେ ଅଳ୍ପ ଗରମ ପାଣି ଦେଇ 5ରୁ 7 ମିନିଟ୍ ବତୁରେଇ ଦେବା। ଏପଟେ ଚାଲନ୍ତୁ ଲାଉକୁ ଚେକ୍ କରିବା। ମିଡ଼ିୟମ୍ ଫ୍ଲେମ୍ରେ 10 ମିନିଟ୍ ସିଝିବା ପରେ ଏଠି ଦେଖନ୍ତୁ ଲାଉ 50ରୁ 60% ସିଝି ଆସିଲାଣି। ଲାଉ ଏତିକି ସିଝିଯିବା ପରେ ଆମେ ବନେଇ ରଖିଥିବା ସ୍ପେଶାଲ ଚାରୁ ମସଲାକୁ ଦେବା। ଲାଉ ଅଧା ସିଝିଯିବା ପରେ এই ମସଲା ଦେଲେ ତରକାରୀରେ ମସଲାର ବାସ୍ନା ବହୁତ ବଢ଼ିଆ ଆସେ। ତା ଛଡ଼ା ଅଳ୍ପ କିଛି ଧଣିଆ ପତ୍ର ଆଉ ଧଣିଆ ପତ୍ରର ନାଡ଼ ନିହାତି ଦେବେ। ନାଡ଼ ଦେଲେ ତରକାରୀର ବାସ୍ନା ଆଉ ଟେଷ୍ଟ ବହୁତ ବଢ଼ିଆ ଆସେ। ସବୁ ଜିନିଷକୁ ଗଳେଇ ନେବା। ଏବେ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖି କଭର କରି 8ରୁ 10 ମିନିଟ୍ ପର୍ଯ୍ୟନ୍ତ ଲାଉକୁ ସିଝେଇବା। ସେପଟେ ଚାଲନ୍ତୁ ବତୁରେଇ ରଖିଥିବା ତେନ୍ତୁଳିକୁ ଭଲ ଭାବରେ ଚକଟି ନେବା। ତେନ୍ତୁଳିକୁ ଚକଟି ତେନ୍ତୁଳିର ଚୋପାକୁ ବାହାରକୁ ଫୋପାଡ଼ି ଦେବା। କେବଳ ତେନ୍ତୁଳି ପାଣିକୁ ଆଜି ଆମେ ତରକାରୀରେ ବ୍ୟବହାର କରିବା। ଏପଟେ 8 ମିନିଟ୍ ପରେ ଲାଉକୁ ଚେକ୍ କରିବା। ଦେଖନ୍ତୁ ଲାଉ ଭଲ ଭାବରେ ସିଝି ଯାଇଛି। ଲାଉ ଭଲ ଭାବରେ ସିଝିଯିବା ପରେ ଆମେ ତେନ୍ତୁଳି ପାଣି ଦେବା। ଲାଉ ଯଦି ଭଲ ଭାବରେ ସିଝି ନଥିବ ଆପଣମାନେ ତେନ୍ତୁଳି ପାଣି ଦେଇଦେବେ, ଲାଉ ଆଉ ଭଲ ଭାବରେ ସିଝି ପାରିବ ନାହିଁ। ସେଥିପାଇଁ ଲାଉ ସିଝିଯିବା ପରେ ଆପଣମାନେ ତେନ୍ତୁଳି ପାଣି ଦେବେ। ତରକାରୀକୁ ଟିକେ ଖଟା ମିଠା କରିବା ପାଇଁ ଏଠି ମୁଁ 1.5 ବଡ଼ ଚାମଚ ଚିନି ଦେଲି। ତେନ୍ତୁଳି କେତେ ଖଟା ଅଛି ସେହି ହିସାବରେ ଦେଖିକି ଆପଣମାନେ ଚିନି ଦେବେ। ଯଦି ଚିନି ପସନ୍ଦ କରୁନଥିବେ ବିନା ଚିନିରେ ବି ଏହି ତରକାରୀକୁ ବନେଇ ପାରିବେ, କିନ୍ତୁ ତରକାରୀ ଟିକେ ଖଟା ମିଠା ରହିଲେ ଖାଇବା ପାଇଁ ଭଲ ଲାଗିବ। ଚିନି ତେନ୍ତୁଳି ପାଣି ଦେଇସାରିବା ପରେ ତରକାରୀକୁ ଟିକେ ଚାଖିଦେବା। ଦରକାର ହିସାବରେ ଲୁଣ ଆଉ ଲଙ୍କାଗୁଣ୍ଡ ଦେବା। 1 କଞ୍ଚା ଲଙ୍କା ଦେଇଥିଲେ ଏହି ତରକାରୀ ଟିକେ ରାଗ ଲାଗିଲେ ଖାଇବା ପାଇଁ ଭଲ ଲାଗିବ। ଆପଣମାନେ କେତେ ରାଗ ଖାଇବେ ସେହି ହିସାବରେ ଲଙ୍କାଗୁଣ୍ଡ ଦେବେ। ସବୁ ଜିନିଷକୁ ଭଲ ଭାବରେ ଗଳେଇ ନେବା। ଚଟୁରେ ଲାଉକୁ ଟିକେ ଦାବି ଦେବା। ଯଦି ପଟାଟୋ ମେସର ଥିବ ତାହେଲେ ପଟାଟୋ ମେସରରେ ବି ଦାବି ଦେବେ। ଟିକେ ଯଦି ନ ଦାବିବେ ଲାଉ ଅଲଗା ଝୋଳ ଅଲଗା ରହିବ, ତରକାରୀରେ ଖାଇବା ପାଇଁ ଭଲ ଲାଗିବ ନାହିଁ। ଟିକେ ଏମିତି ଦାବି ଦେଲେ ଲାଉ ଝୋଳରେ ମିଶିଯିବ, ତରକାରୀ ଖାଇବା ପାଇଁ ଭଲ ଲାଗିବ। ଝୋଳ ଏତିକି ବହଳିଆ ରଖିବେ, ଗରମ ଭାତରେ ଖାଇବା ପାଇଁ ଭଲ ଲାଗିବ। ଏବେ ତରକାରୀରେ ଫାଇନାଲ ଟଚ୍ ଦେବା। 3-4ଟି ରସୁଣ, 1 କଞ୍ଚା ଲଙ୍କାକୁ ହେମଦସ୍ତାରେ ଦେଇ ଟିକେ ଦରଛେଚା କରି ଛେଚିବା। ରସୁଣ କଞ୍ଚା ଲଙ୍କାକୁ ଟିକେ ଦରଛେଚା କରି ଛେଚିଲେ ଛୁଙ୍କରେ ବହୁତ ବଢ଼ିଆ ବାସ୍ନା ଆସେ। ଏବେ ଚାଲନ୍ତୁ ଛୁଙ୍କ ବନେଇବା ଷ୍ଟାର୍ଟ କରିବା। ଛୋଟ ତଡ଼କା ପ୍ୟାନ୍ ଗରମ କରି 1 ବଡ଼ ଚାମଚ ସୋରିଷ ତେଲ ଦେବା। ସୋରିଷ ତେଲରେ ଛୁଙ୍କ କଲେ ଛୁଙ୍କର ବାସ୍ନା ଟେଷ୍ଟ ବହୁତ ବଢ଼ିଆ ଆସେ।
ତେଲ ଗରମ ହେଇଯିବା ପରେ ଗୋଟେ ଛୋଟ ଚାମଚ ପଞ୍ଚଫୁଟଣ ଦେବା। ଫୁଟଣ ତେଲରେ ଭଲ ଭାବରେ ଫୁଟିଯିବା ପରେ ଛେଚି ରଖିଥିବା କଞ୍ଚା ଲଙ୍କା ରସୁଣକୁ ଦେବା। ଛୁଙ୍କ ବନେଇବା ସମୟରେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖିବା। 2-3ଟି ଶୁଖିଲା ଲଙ୍କା, ବେଶ କିଛି ଭୃଷଙ୍ଗ ପତ୍ର ଦେବା। ଲୋ ଫ୍ଲେମ୍ରେ ସବୁ ଜିନିଷକୁ ହାଲକା ଭାଜିବା। ଛୁଙ୍କରେ ସବୁ ଜିନିଷକୁ ହାଲକା ଭାଜିବେ, ବେଶୀ ପୋଡ଼ିବେ ନାହିଁ। ଏବେ ଗ୍ୟାସର ଫ୍ଲେମ୍ ପୁରା ବନ୍ଦ କରି 2-3 ପିଞ୍ଚ ହିଙ୍ଗୁ ଦେବା। ଛୁଙ୍କ ଶେଷରେ ହିଙ୍ଗୁ ଦେଲେ ହିଙ୍ଗୁର ବାସ୍ନା ଛୁଙ୍କରେ ବହୁତ ବଢ଼ିଆ ଆସେ। ଏବେ ଗରମ ଛୁଙ୍କକୁ ଆଣି ଫୁଟୁଥିବା ଗରମ ତରକାରୀରେ ଦେବା। ଏମିତି ଶବ୍ଦ ଆସିଲେ ଜାଣିବେ ଛୁଙ୍କ ପୁରା ପରଫେକ୍ଟ। 1-2 ମିନିଟ୍ ପର୍ଯ୍ୟନ୍ତ କଭର କରିବା, ଯାହାଦ୍ୱାରା ଛୁଙ୍କର ବାସ୍ନା ତରକାରୀ ଭିତରକୁ ଆସିଯିବ। ଏବେ ଆମ ରେଡି ହେଇଗଲା ସୁପର ଟେଷ୍ଟି ସାଉଥ ଇଣ୍ଡିଆ ଫେମସ୍ ଲାଉ ଚାରୁ ବା ଲାଉ ଖଟା। ଆପଣମାନେ ନିଶ୍ଚୟ ଥରେ ଏଇ ଲାଉ ଚାରୁ ବା ଲାଉ ଖଟା ବନାନ୍ତୁ। କେମିତି ଲାଗିଲା ନିହାତି କମେଣ୍ଟସ୍ କରି ଜଣାଇବେ। ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।